ଅଭିଳାଷ ପ୍ରଥମ ଦେଖାରେ ତାକୁ ମନ ଦେଇ ବସିଥିଲା ଅପରାଜିତା। ସେ କିଏ, କେଉଁଠୁ ଆସିଛି, କ'ଣ କରୁଛି କିଛି ବି ନ ଜାଣି ନ ଶୁଣି ଏକତରଫା କାଳ୍ପନିକ ପ୍ରେମ କରି ବସିଥିଲା ଅପରାଜିତା। କୁହାଯାଏ ପ୍ରେମ ଅନ୍ଧ, ସେ ଜାଣେନା ବାଡ଼ବନ୍ଧ, ଜାତି ଧର୍ମ ଭଲ ମନ୍ଦ। ଏମିତି ବି କୁହାଯାଏ ପ୍ରେମ ହେଉଛି ଅବିସ୍ମରଣୀୟ। ଦିନେ, 2 ଦିନ, 3 ଦିନ, ସବୁଦିନ ଅପରାଜିତାର ଆଖି ଖୋଜି ଚାଲିଲା ଅଭିଳାଷକୁ। ଅଭିଳାଷର ଟିକେ ଝଲକ ପାଇବା ପାଇଁ ସେ ଜାଣିଶୁଣି ସ୍କୁଲକୁ ଡେରି କରି ଆସିଛି। ପ୍ରେୟାର କ୍ଲାସରେ ବାହାରେ ଠିଆ ହୋଇଛି। ଶ୍ରେଣୀରେ ପ୍ରଥମ ହେଉଥିବା ପିଲା ଅପରାଜିତା ଶ୍ରେଣୀ ଶିକ୍ଷକଙ୍କର ଭର୍ତ୍ସନା ଶୁଣିଛି। ଡେରିରେ ପହଞ୍ଚୁଥିବାରୁ ଆଣ୍ଠୁ ତଳେ ଗୋଡ଼ି ଦେଇ ଆଣ୍ଠେଇଛି। ହେଲେ ତାହା ତାକୁ କଷ୍ଟ ଦେଇନି, କାରଣ ଅଭିଳାଷକୁ ପାଇବାର ସ୍ୱପ୍ନ ଆଉ ଦେଖିବାର ଆଶା ତାକୁ ପାଗଳ କରିଦେଇଛି। କେତେ ସେ ଲୁଚି ଲୁଚି ଅଭିଳାଷକୁ ଦେଖିଛି। ଅଭିଳାଷକୁ ନେଇ ସାଙ୍ଗମାନଙ୍କଠାରୁ ଟାହି ଟପରା ଶୁଣିଛି। ଉପର ମନରେ ସାଙ୍ଗମାନଙ୍କ ଉପରେ ଚିଡ଼ି ଚିଡ଼ି ହେଲେ ବି ସେମାନଙ୍କ କଥା ତାକୁ ଆଜି ମିଠା ମିଠା ଲାଗୁଛି। ବୋଧେ ଏହି ହେଉଛି ଭଲ ପାଇବା। ଅଭିଳାଷ ନାଁରେ ତା'ର ନାଁକୁ ଯୋଡ଼ି ବଦନାମ ହେବାକୁ ଅପରାଜିତାର ଆଜି ପ୍ରବଳ ଇଚ୍ଛା ହେଉଛି। ହେଲେ ମନର କଥା ଓ ଆବେଗକୁ କେବେ ବି ଅଭିଳାଷକୁ କହିପାରିନି। ପ୍ରକୃତରେ ଅଭିଳାଷ ତାକୁ ଦେଖିଛି କି ନା, ଅଭିଳାଷର ତା ପ୍ରତି ଭଲ ପାଇବା ଅଛି କି ନା, ତାହା ଏପର୍ଯ୍ୟନ୍ତ ଅପରାଜିତା ଜାଣିପାରିଲାନି। ତଥାପି ସେହି ଅଜଣା ମଣିଷକୁ ନିଜର କରିବା ପାଇଁ ଦୃଢ଼ ଇଚ୍ଛାଶକ୍ତି ନେଇ ହନୁମନ୍ତେଶ୍ୱରଙ୍କ ପାଖରେ କେତେ ଯେ କ୍ଷୀର ଢାଳିଛି, ଭୋଗ କରିଛି, ତା'ର ହିସାବ ନାହିଁ। ସକାଳଠୁ ସଞ୍ଜ ପର୍ଯ୍ୟନ୍ତ ଅଭିଳାଷକୁ ଦେଖିବାର ଆଶା। ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ଅଭିଳାଷର ଯିବା ଆସିବା ବେଳର ମୁହଁ, ଆଉ ମଧ୍ୟରାତ୍ରିରେ ଅଭିଳାଷର ସ୍ୱପ୍ନ ଭିତରେ ଦିନ ରାତିର 24 ଘଣ୍ଟା ହଜେଇ ଦେଇଛି ଅପରାଜିତା। ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ, ଏମିତି 3 ବର୍ଷ ବିତି ଯାଇଛି ଅପରାଜିତାର। ସବୁଦିନେ ସେ ଭାବିଥାଏ ଆଜି ମୁଁ ଅଭିଳାଷକୁ ସତ କଥା କହିଦେବି। ଅନେକ ପ୍ରସ୍ତୁତ ହୁଏ, କିନ୍ତୁ ଅଭିଳାଷକୁ ଦେଖି ଆଗରେ ପାଇଲେ ତାହାର କ'ଣ ହୋଇଯାଏ କେଜାଣି। ତା'ର ଲାଜୁଆ ଆଖିଟା ତଳକୁ ନଇଁ ପଡ଼େ। ନ ଦେଖିବାର ଅଭିନୟ କରି ଏକଲୟରେ ଦେଖିଚାଲେ ଅଭିଳାଷକୁ, ତା'ର ଡଙ୍ଗାରେ କାତ ମାରିବାର ଶୈଳୀକୁ, ଡଙ୍ଗାରୁ ଓହ୍ଲେଇ ସାଇକେଲ ଚଳାଇ ତଳମୁହାଁ ହୋଇ ଚାଲିଯିବାର ଶୈଳୀକୁ। ଅପେକ୍ଷା କରେ ଆସନ୍ତାକାଲିକୁ। କାଳେ ସେ ଆସନ୍ତାକାଲି ମୁହଁ ଖୋଲି କହିପାରିବ।